କୁପାରୀରେ ପଞ୍ଚୁକ ପୂର୍ଣ୍ଣିମା ମହା ଆଡ଼ମ୍ବରରେ ପାଳିତ। ଐତିହାସିକ ପୀଠ ଖଇରା ବ୍ଲକ କୁପାରୀରେ ବିଶାଳ ଭକ୍ତମାନଙ୍କ ସମାବେଶ ମଧ୍ୟରେ ସବୁ ବର୍ଷ ପରି ଚଳିତ ବର୍ଷ ପଞ୍ଚୁକ ପୂର୍ଣ୍ଣିମା ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି। ଏଠାରେ ଶୂନ୍ୟ ମଣ୍ଡପ ଓ ମା ଅମ୍ବିକା ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ସମାଗମ ରହିଥିଲା। ଶୂନ୍ୟ ମଣ୍ଡପରେ ବହୁ ମାନସିକଧାରୀମାନେ ନିଜ ନିଜର ମାନସିକ ଅନୁସାରେ ଭୋଗ ଲଗାଇଥାନ୍ତି। ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଶୃଙ୍ଖଳାର ସହିତ ଶୂନ୍ୟ ମଣ୍ଡପ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ବହୁ ଜନସମାଗମ ହୋଇଥିଲେ ମଧ୍ୟ ପୋଲିସ ପ୍ରଶାସନ ତଥା ସେଠାକାର ସାମାଜିକ ସଂଗଠନ, ସମାଜସେବୀ ସଂସ୍ଥା ଓ ସେଠିକାର ଅଞ୍ଚଳବାସୀ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ସୁଚାରୁ ରୂପେ ଶୃଙ୍ଖଳାର ସହ ପାଳନ କରାଯାଇଛି। ଆଜିଠାରୁ 3 ଦିନ ଧରି ପ୍ରତିଦିନ ସନ୍ଧ୍ୟାରେ ନାମୀଦାମୀ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। କୁପାରୀଠାରେ ପ୍ରାୟ ବହୁ ବର୍ଷ ଧରି ଏହି ଉତ୍ସବ ପାଳିତ ହୋଇ ଆସୁଛି। ଏହା ଏକ ଐତିହାସିକ ପୀଠ ହୋଇଥିବାରୁ ସବୁବେଳେ ପ୍ରାୟ ଲୋକମାନଙ୍କ ଯିବା ଆସିବା ଲାଗି ରହିଥାଏ। ଖଇରାରୁ ପ୍ରଶାନ୍ତ କୁମାର ବେହେରାଙ୍କ ରିପୋର୍ଟ, ଲୋକାଲ ନ୍ୟୁଜ୍ 7।